ଭାରତର ଚତୁର୍ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀ ପୁରୁଷୋତ୍ତମ ଧାମ, ଯେଉଁ ଧାମ ନିତ୍ୟ ଏବଂ ଶାଶ୍ୱତ। ଏହି ଧାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରତିନିତ୍ୟ ତାଙ୍କ ନିତ୍ୟ ଲୀଳା ସମ୍ପାଦିତ କରୁଛନ୍ତି। ସେଥିପାଇଁ ସ୍କନ୍ଦ ପୁରାଣରେ କୁହାଯାଇଛି, ସର୍ବେଷାଂ ସର୍ବକ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଷାଂ ସର୍ବଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ। ଏଠି ପୁରୁଷୋତ୍ତମ ସ୍ୱୟଂ ରାଜା ଭାବରେ ତାଙ୍କ ରାଜକୀୟ ଢଙ୍ଗରେ ନୀତି ସମ୍ପାଦିତ କରୁଛନ୍ତି, ଯେଉଁଥିପାଇଁ ତାଙ୍କ ସେବା ପାଇଁ ଏଠାରେ 36 ନିଯୋଗ ନିଯୁକ୍ତି ହୋଇଛନ୍ତି। ସର୍ବୋପରି ଆଜି ଆମେ ଯେଉଁ ସେବା ବିଷୟରେ ଆଲୋଚନା କରିବା ପାଇଁ ଯାଉଛେ, ସେ ହେଉଛନ୍ତି ବିଶ୍ୱାବସୁ ସେବକ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର। ଆଜି ଆମର ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଭକ୍ତି ଓଡ଼ିଶାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେବକ ପ୍ରିୟ ଶ୍ରୀ ଜଗନ୍ନାଥ। ମୁଁ ଆଜିର ଏ କାର୍ଯ୍ୟକ୍ରମକୁ ଶ୍ରୀ ବିନାୟକ ଦାସ ମହାପାତ୍ର ବିଶ୍ୱାବସୁଙ୍କୁ ସ୍ୱାଗତ କରୁଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଯେଉଁ ମହାପ୍ରଭୁଙ୍କର ନିତ୍ୟ ସେବା ରହିଛି, ସେ ନିତ୍ୟ ସେବାରେ ଆପଣଙ୍କର ବାସ୍ତବ ଭୂମିକା କ'ଣ ରହିଛି? ଶୁଣନ୍ତୁ, ଜଗତନାଥ ଜଗନ୍ନାଥଙ୍କର ବର୍ତ୍ତମାନ ପ୍ରମୁଖ ସେବା ଯଦି କୁହାଯାଏ, ସ୍କନ୍ଦ ପୁରାଣ, ନୀଳାଦ୍ରି ମହୋଦୟ, ଏ ସବୁ ପୁରାଣ ଭିତରେ ସମ୍ପୂର୍ଣ୍ଣ ଉଲ୍ଲେଖ ଅଛି। ସର୍ବପ୍ରଥମେ ଜଗନ୍ନାଥ, ତାପରେ ଆଦି ଆଉ ଗୁରୁ ଶଙ୍କରାଚାର୍ଯ୍ୟ, ତାପରେ ଆସିଲେ ବିଶ୍ୱାବସୁ ବିଦ୍ୟାପତି। ତାହାକୁ ନେଇକରି ବର୍ତ୍ତମାନ ଜଗନ୍ନାଥ ସଂସ୍କୃତି ତିଆରି। କାହିଁକିନା ଜଗନ୍ନାଥ ମହାପ୍ରଭୁଙ୍କର ଆବିର୍ଭାବ ଏଠି ହେବା, ଇନ୍ଦ୍ରଜମ୍ନ ରାଜା ମହାରାଜଙ୍କୁ ସ୍ୱପ୍ନ ଦେଶ ହେବା, ଜଗନ୍ନାଥଙ୍କୁ କଳିଯୁଗର ଦେବତା ହେଲେ ଜଗନ୍ନାଥ, ଜଗନ୍ନାଥଙ୍କୁ ଆଣି ଏଠି ବସେଇବା ଏବଂ ବସେଇଲା ପରେ ଜାରାଶବର ଯେତେବେଳେ ନୀଳମାଧବଙ୍କୁ ପୂଜା କରୁଥିଲା ଏବଂ ତାପରେ ତାକୁ ବି ସ୍ୱପ୍ନାଦେଶ ହେଇଛି ଯେ ତୁ ମୋର ବିଶ୍ୱାବସୁ ସେବା କଳିଯୁଗରେ ଘୋର କଳିକାଳ ଯୁଗ ଆସୁଛି, ତାହା ଦେହରେ ଯେତେବେଳେ ମୁଁ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ମୁଁ ସେଠି ପୂଜା ପାଇବି ଏବଂ ସେଠି ତୁ ମୋର ବିଶ୍ୱାବସୁ ସେବକ ରୂପ ସେଠି ମୋର ସେବା କରିବୁ। ତେଣୁକରି ଏଇ ଯେଉଁ ବାଣୀ ହେଇଥିଲା, ସେ ବାଣୀରେ ସେ ବର୍ତ୍ତମାନ ବିଶ୍ୱାବସୁର କାର୍ଯ୍ୟ ଆମେ ନିର୍ବାହ କରୁଛୁ। ତେଣୁକରି ଆମେ ଯେତେବେଳେ ସ୍କନ୍ଦ ପୁରାଣକୁ ଆମେ ଯାଉଛେ, ଯେତେବେଳେ ମାଦଳା ପାଞ୍ଜିକି ଯାଉଛେ, ଏସବୁ ପାଞ୍ଜି ଆମେ ଦେଖୁଛେ, ତା ଦେହରେ ବି ଉଲ୍ଲେଖ ଆପଣ ଦେଖିବେ। ଆଦି ଶଙ୍କରାଚାର୍ଯ୍ୟ ଜଗନ୍ନାଥ, ଆଦି ଶଙ୍କରାଚାର୍ଯ୍ୟ ବିଶ୍ୱାବସୁ ବିଦ୍ୟାପତି, ତାଙ୍କୁ ନେଇକରି ଆରମ୍ଭ ହେଇଛି। ତାପରେ ଅନ୍ୟାନ୍ୟ ଛତିଚାରି ଯେଉଁଟା ଆରମ୍ଭ କରି ସବୁ ଜଣା ହେଇଛି। ତେଣୁକରି ବିଶ୍ୱାବସୁର ସେବାଟା ହେଲା ବହୁ ଆହ୍ୱାନ କାଳ, ବହୁ ପ୍ରାଚୀନ ସେବା ଏବଂ ମହାପ୍ରଭୁଙ୍କର ସେ ଅତି ଅଙ୍ଗାଙ୍ଗ ଭାବରେ ଜଡ଼ିତ ଏବଂ ମହାପ୍ରଭୁଙ୍କର ସେ ଗୁପ୍ତକାମୀରେ ଜଡ଼ିତ ଏବଂ ମହାପ୍ରଭୁଙ୍କର ପ୍ରତ୍ୟେକ ଦିନ ସେ ସେବା ମହାପ୍ରଭୁଙ୍କ ପାଖରେ ଆମେ କରୁଛୁ। ତେଣୁକରି ଯେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କର, କାହିଁକିନା ମଣିଷ ଜୀବନରେ ମଣିଷ ଯେଉଁଭଳି ଭାବରେ ତା'ର ନିତ୍ୟକର୍ମ ଜୀବନ ଥାଏ, ଜଗନ୍ନାଥ ମହାପ୍ରଭୁଙ୍କର ସେଇଭଳି ଭାବରେ ଏହି ପୁରୁଷୋତ୍ତମ କ୍ଷେତ୍ର କଳିଯୁଗରେ ମହାପ୍ରଭୁଙ୍କର ପାଳନ ହେଉଛି। ଜଗନ୍ନାଥ ମହାପ୍ରଭୁଙ୍କର ଆଳତୀଠୁ ଅବକାଶଠୁ ଆରମ୍ଭ କରିକିରି ମହାପ୍ରଭୁଙ୍କର ଜଳଖିଆ ଖିଆଠୁ ଆରମ୍ଭ କରିକିରି ରାତ୍ର ପୌଢ଼ ପର୍ଯ୍ୟନ୍ତ ଯେତେ ନୀତିଗତି ମହାପ୍ରଭୁଙ୍କର ଅଛି, ଏ ସମୁଦ୍ରରେ ସର୍ବପ୍ରଥମେ ବିଶ୍ୱାବସୁର ସେବା ହେଉଛି। ମହାପ୍ରଭୁ ଯେତେବେଳେ ମାନେ ଅବକାଶ ଶୁଣନ୍ତୁ, ଅବକାଶ ଯେତେବେଳେ ସରିଯିବ, ସେତେବେଳେ ମହାପ୍ରଭୁଙ୍କର ରାଜା ବେଶ ହେଇକି ମହାପ୍ରଭୁ ବସିବେ। ପ୍ରଥମେ ଯେତେବେଳେ ଜଳଖିଆଟା ଖାଇବେ, ସେ ବିଶ୍ୱାବସୁ ହାତରୁ ପ୍ରଥମେ ସେ ଗୋଟାକୁ ତା ହାତରେ ମଡ଼ା ହେବ, ଯେଉଁଟାକୁ ବଲ୍ଲଭ ଭୋଗ କୁହାଯାଏ। ଯେଉଁଟା ନୀଳମାଧବକୁ ସେ ଯେତେବେଳେ ନିଜେ ତ ପ୍ରଭୁଙ୍କୁ ତାର ଯେତେବେଳେ ବିଶ୍ୱାବସୁ ହେଉଛି ଭାବ ପୂଜା, ତାର କୌଣସି ମନ୍ତ୍ର ନୈବେଦ୍ୟ କିଛି କାମ କରେନି, ସେ ମହାପ୍ରଭୁଙ୍କ ଭାବରେ ସେ ପୂଜା କରେ ଏବଂ ମହାପ୍ରଭୁଙ୍କୁ ସେ ଫଳ ନିଜେ ଦେଖିବ, ମହାପ୍ରଭୁଙ୍କୁ ବଢ଼େଇ ଦେବ, ମହାପ୍ରଭୁ ଖାଉଥିବେ। ତେଣୁକରି ସେ ଯେଉଁ କିମ୍ବଦନ୍ତୀ, ସେ ଯାକୁ ଅନୁସରଣ କରିକିରି ବର୍ତ୍ତମାନ ଯେତେବେଳେ ମହାପ୍ରଭୁଙ୍କର ବଲ୍ଲଭ ଭୋଗ ହୁଏ ମନ୍ଦିରରେ, ସେତେବେଳେ ମହାପ୍ରଭୁଙ୍କ ପାଖରେ ଫଳ, ମୂଳ, ନଡ଼ିଆ, କଦଳୀ, ଆମ୍ବ, ଖଇ, କୋରା ଏସବୁ ସର୍ବପ୍ରଥମେ ବିଶ୍ୱାବସୁଙ୍କ ବାଡ଼ିକି ଯଦି ଥୋଇବ, ତାପରେ ପୂଜା ପଣ୍ଡା ତାକୁ ପଞ୍ଚଭୂତରେ ପୂଜା କରିବି। ଇଏ ବର୍ତ୍ତମାନ ବି କାର୍ଯ୍ୟ ଚାଲିଛି। ତାର ତ ଆମେ ଯାହା ଦେଖୁଛୁ, ଏଇଟା କ'ଣ କିଛି ଶବର ପରମ୍ପରା ବା ସାବରୀ ପରମ୍ପରାରେ କିଛି ନୀତି ମହାପ୍ରଭୁ ସମ୍ପାଦିତ ହୋଇଥାଏ କି? ଶୁଣନ୍ତୁ, ଜଗନ୍ନାଥ ମହାପ୍ରଭୁ ଯେତେବେଳେ ଆମେ ଯେତେବେଳେ ଆଜି ଦେଖା ଚିନ୍ତା କରୁଛେ, କଥାବାର୍ତ୍ତା ହେଉଛେ, ଇଏ ହେଉଛନ୍ତି ମାନେ ଆଦିବାସୀଙ୍କ ଠାକୁର, ଏଇସବୁ ଜିନିଷ। ତେଣୁକରି ଏସବୁ ଜିନିଷଟା ଯାହା କୁହାଯାଉଛି ତା ଠିକ୍। ତେଣୁକରି ଗୋଟେ ଜିନିଷ ହେଉଛି, ମହାପ୍ରଭୁଙ୍କର ବିଭିନ୍ନ ଯୁଗରେ ବିଭିନ୍ନ ରୂପରେ ମହାପ୍ରଭୁ ଆସିଛନ୍ତି। କଳି ଯୁଗରେ ମହାପ୍ରଭୁ ଜଗନ୍ନାଥ ରୂପରେ ଏଠି ପୂଜା ପାଉଛନ୍ତି। ଯେତେବେଳେ ମହାଭାରତ ସରିଯାଇଛି, ମହାଭାରତ ସରିଲା ପରେ ଯେତେବେଳେ ବିଶ୍ୱାବସୁ ଯେତେବେଳେ ଇଏ କରିଛି, ମାନେ ତୀର ମାରିଛି, ମାନେ ଅରଣ୍ୟକୁ ଦେଖିକି ଜାରାଶବର ମାରିଛି, ସେତେବେଳେ ମହାପ୍ରଭୁ ଯେତେବେଳେ ଶିଆଳୀ ଲତାରେ ସମ୍ପୂର୍ଣ୍ଣ ଶେଷ ନ୍ୟାସ ତ୍ୟାଗ କରିଛନ୍ତି, ସେଠି ସେ ବିଶ୍ୱାବସୁ କହିଛନ୍ତି।
ସେ ସେଠି କହିଛନ୍ତି ବାଳି ସୁଗ୍ରୀବର ଉଦାହରଣ ଦେଇଛନ୍ତି। ତେଣୁକରି ବାଳି ସୁଗ୍ରୀବ ମୁଁ ତ ଅନ୍ୟାୟରେ ମାରି ତାପରେ ଯେତେବେଳେ ମରଶରୀର ତାଙ୍କର ୟାଅ ଦିଆଯାଇଛି ତାଙ୍କର ମୁଖ୍ୟ ପିଣ୍ଡଟି ସେ ତାପରେ ସେଇଟା ଇଏ ହେଇନାହିଁ। ତେଣୁକରି ତାକୁ ନେଇକରି ସମୁଦ୍ରରେ ଭାସିଆ ହେଇଛି। ସେ ସମୁଦ୍ରରେ ମହାପ୍ରଭୁଙ୍କର କଳିଯୁଗରେ ଶୂନ୍ୟବାଣୀ ଇନ୍ଦ୍ରଦମ୍ନା ମହାରାଜଙ୍କୁ ହେଇଛି। କଳିଯୁଗରେ ଦାରୁ ରୂପରେ ସେ ଆସିକି ବାଲ୍ଟି ମଳରେ ଆସିଛନ୍ତି। ଏମିତି ବହୁତ ଜିନିଷ ଆମେ ଯାହା ଇତିହାସ ଆମର କହୁଛି, ପୋଥି ପୁରାଣ କହୁଛି। ତେଣୁକରି ସେଇଭଳି ଭାବରେ ହେଇଛି। ତେଣୁକରି ବିଶ୍ୱାବସର ବିଭିନ୍ନ ପ୍ରକାର ସମୟରେ ବିଭିନ୍ନ ପ୍ରକାର ଜନ୍ମ ନେଇକି ସେ ଆସିଛି। ଏବଂ ବର୍ତ୍ତମାନ କଳିଯୁଗରେ ଦୈତାପତି ରୂପରେ ବିଶ୍ୱାବସର ପରିବାର ହେଲେ ଦୈତାପତିମାନେ ବିଶ୍ୱାବସର ମୁଖ୍ୟ ସେବା ସେ କରୁଛନ୍ତି। ଏବଂ ମହାପ୍ରଭୁଙ୍କର ଯେତେକ ଗୁପ୍ତ କାମ ବିଶ୍ୱାବସର ନିଜେ ବର୍ତ୍ତମାନ କଳିଯୁଗରେ ତାକୁ କରୁଛି। ଆମେ ଦେଖୁଛୁ ଯେ ସ୍କନ୍ଦ ପୁରାଣ ଯେଉଁ ବୈଷ୍ଣବ ଖଣ୍ଡ ରହିଛି ବା ଉତ୍କଳ ଖଣ୍ଡ ଯାହାକୁ କୁହାଯାଉଛି, ତାହାର ବର୍ଣ୍ଣନା ଅନୁସାରେ ଯେତେବେଳେ ଭଗବାନଙ୍କର ମାନେ ଦେହତ୍ୟାଗ କରିଛନ୍ତି ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଦାରବତନୁ ଧାରଣ କରି ଯେତେବେଳେ ସମୁଦ୍ରକୁ ଆସିଛନ୍ତି, ସେତେବେଳେ ଦାରୁକୁ ଅଣାଯାଇଛି ଏବଂ ଆମେ ତାଙ୍କର ପ୍ରକ୍ରିୟା ଆରମ୍ଭ ହୋଇଛି କିଭଳି ଭାବରେ ବିଗ୍ରହ ନିର୍ମାଣ କରାଯିବେ। ଆମେ ଭାବୁଛୁ ବୋଧେ ସେଇଠୁ ନବକଳେବର ମହାପ୍ରଭୁଙ୍କର ଆରମ୍ଭ ହେଲା ବୋଲି ପ୍ରଥମ ନବକଳ କୁହାଯାଏ। ତ ଏଠାରେ ବିଶ୍ୱାବସୁଙ୍କର କ'ଣ ରହିଛି ଭୂମିକା, ପ୍ରମୁଖ ଭୂମିକା କ'ଣ ରହିଛି? ଶୁଣନ୍ତୁ, ବିଶ୍ୱାବସୁର ଭୂମିକାଟା ହେଉଛି ୟା ଦେହରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା। ବିଶ୍ୱାବସୁ ବିଦ୍ୟାପତି, ଯେଉଁଟା ଆପଣ ଜାଣୁଥିବେ ନୀଳମାଧବଙ୍କୁ ଯାଇକରି ଲଳିତା ସାଙ୍ଗରେ ତାଙ୍କର ସମ୍ପର୍କ ରଖିକିରି ଯେତେବେଳେ ଭଗବାନଙ୍କୁ ନେବା ପାଇଁ ଯେତେବେଳେ ଚେଷ୍ଟା କରିଥିଲେ ବିଦ୍ୟାପତି ବି ଯେତେବେଳେ ନେଇକରି ଯାଇଥିଲେ ମହାପ୍ରଭୁଙ୍କୁ ନୀଳମାଧବ ଉଭା ନେଇଯାଇଥିଲେ। ପୁଣି ଶୂନ୍ୟବାଣୀ ହେଇଥିଲା କଳିଯୁଗରେ ମୁଁ ଆଜି ପହଞ୍ଚିବି। ବିଦ୍ୟାପତି ବି ଆମ ସାଙ୍ଗରେ ସେହି ସମୟରୁ ଅଛନ୍ତି। ବିଦ୍ୟାପତି ବିଶ୍ୱାବସୁ ଇନ୍ଦ୍ରଦମ୍ନ ରାଜାଙ୍କର ଦୂତ ହେଲେ ବିଦ୍ୟାପତି ଏବଂ ବିଶ୍ୱାବସୁ ବିଦ୍ୟାପତି। ଏଇ ଯେଉଁ ସେଇ ସମୟର ଯେଉଁ କଥା ବର୍ତ୍ତମାନ ଏଇନେ ସେଇ ଜିନିଷ ପାଳନ କରାଯାଉଛି। ବିଶ୍ୱାବସୁ ବିଦ୍ୟାପତି ନବକଳେବର ଗୋଟେ 19 ବର୍ଷରେ ଥରେ ହୁଏ ମହାପ୍ରଭୁର। ଯେଉଁ ନବକଳେବର ହୁଏ ସେଇ ନବକଳେବରରେ ବିଶ୍ୱାବସୁ ବିଦ୍ୟାପତି ଗଜପତି ମହାରାଜାଙ୍କ ପାଖରୁ ସେ ଗୁଆ ଟେକିଥାନ୍ତି। ଏବଂ ତାଙ୍କର କାର୍ଯ୍ୟ ହେଲା ଯେ ମହାପ୍ରଭୁଙ୍କର ସୁଦର୍ଶନଙ୍କ ଦାରୁଠାରୁ ଜଗନ୍ନାଥ ମହାପ୍ରଭୁର ଦାରୁ ପର୍ଯ୍ୟନ୍ତ ସମସ୍ତ ଦାରୁରେ ସେ ରହିବେ, ସମସ୍ତ ଯଜ୍ଞରେ ବସିବେ। ଏବଂ ଗଜପତି ଦେଇଥିବା ସୁନା କୁରାଡ଼ି ରୂପା କୁରାଡ଼ି ଦ୍ୱାରା ଯେତେବେଳେ ମହାପ୍ରଭୁର ସେତେବେଳେ ସୁନା କୁରାଡ଼ି ରୂପା କୁରାଡ଼ି ବିଶ୍ୱାବସୁ ବିଦ୍ୟାପତି ଛୁଇଁ ସାରିଲା ପରେ ଗଛ ତାପରେ ଗାଁ ଲୋକମାନେ ତାକୁ କାଟନ୍ତି। ଗଛକୁ କାଟି ସାରିଲା ପରେ ସମସ୍ତ ଡାଳପତ୍ରକୁ ଗୋଟେ ଜାଗାରେ ପାତାଳି କରାଯାଏ, ପୋତାଯାଏ ଏବଂ ତାର ମୁଖ୍ୟ ଅଂଶତକ ଦୈତାପତିମାନେ ସବୁଠିକି ଦେଇକିରି ଆସନ୍ତି। ଏବଂ ସବୁ ଦାରୁରେ ବିଶ୍ୱାବସୁ ବିଦ୍ୟାପତିଙ୍କର କାର୍ଯ୍ୟ ହେଉଛି ସବୁଠୁ ମାନେ ବଡ଼ କାର୍ଯ୍ୟ। ସୁନା କୁରାଡ଼ି ରୂପା କୁରାଡ଼ି ଛୁଆଇବେ ଏବଂ ଶେଷ ଦାରୁ ପର୍ଯ୍ୟନ୍ତ ସେ ରହିବେ। ଇଏ ହେଉଛି ବିଶ୍ୱାବସୁର କାର୍ଯ୍ୟ। ତାପରେ ଏଠି ଆସିଲେ ଏଠି ଯେଉଁ ଅଣସର ଘରେ ମହାପ୍ରଭୁଙ୍କର ସମସ୍ତ ଗୁପ୍ତ କାମ କରିବେ ଏବଂ ତା ଦେହରେ ବ୍ରହ୍ମ ପରିବର୍ତ୍ତନଠୁ ଆରମ୍ଭ କରିକିରି ସମସ୍ତ କାର୍ଯ୍ୟରେ ବିଶ୍ୱାବସୁ ବିଦ୍ୟାପତିଙ୍କର ହେଉଛି ଅଗ୍ରଣୀ ଭୂମିକା। ଆମେ ଆଜ୍ଞା ଯାହା ଶୁଣିଛୁ ଯେ ଦୈତାପତିଙ୍କର ବିଶେଷ ଭୂମିକା ରୁହେ ନବକଳେବର ହେଉ ବା ଅଣସର ପିଣ୍ଡି କାର୍ଯ୍ୟ ହେଉ ଇତ୍ୟାଦି କଥା। ସେଥିରେ ବିଶ୍ୱାବସୁ ଦୈତାପତିଙ୍କ ଭିତରେ କ'ଣ ତଫାତ୍ ରହିଛି ନା ସେ ଗୋଟିଏ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ? ନାଇଁ ଶୁଣନ୍ତୁ, ବିଶ୍ୱାବସୁର ପରିବାର ହେଲେ ଦୈତାପତିମାନେ ବୁଝିପାରିଲେ। ତେଣୁକରି ବିଶ୍ୱାସ ଯେମିତି ପରିବାର ଗୋଟେ ମୁଖ୍ୟ ଥାଏ, ତେଣୁକରି ଦୈତାପତିଙ୍କର ମୁଖ୍ୟ ହେଲା ବିଶ୍ୱାବସୁ। ବିଶ୍ୱାବସୁଙ୍କୁ ନେଇକରି ବର୍ତ୍ତମାନ ସମସ୍ତ ସେବା ପୂଜା ଚାଲିଥାଏ ଏବଂ ବିଶ୍ୱାବସୁ ପ୍ରତ୍ୟେକ ଦିନ 365 ଦିନରେ ମହାପ୍ରଭୁଙ୍କର ସମସ୍ତ ମୁକ୍ତ କାମରେ ମହାପ୍ରଭୁଙ୍କର ଥାଏ ଏବଂ ସ୍ପେଶାଲ ସେବା ରଥଯାତ୍ରାରେ ଦୈତାପତି ହିସାବରେ ସେ ସେବା ବି କରନ୍ତି। ଏବଂ ଆମର 100 ଭାଇ, ଆମର ସମସ୍ତ ଭାଇମାନେ ମହାପ୍ରଭୁଙ୍କର ସେ ଗୁପ୍ତ କାମ ଅଣସର ଯେଉଁ ଆମର ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯେତେକ ସବୁ ମହାପ୍ରଭୁ ଅଣସର ଘରେ 15 ଦିନ ରହିବେ ଏବଂ ମହାପ୍ରଭୁଙ୍କର ରଥକୁ ମହାପ୍ରଭୁଙ୍କୁ ନେଇକରି ଯିବେ, ପୁଣି ଆଣିକରି ମହାପ୍ରଭୁଙ୍କର ପହଞ୍ଚିବେ। ମହାପ୍ରଭୁ ସମସ୍ତ ଗୁପ୍ତ କାମରେ ମାନେ ବିଶ୍ୱାବସୁ ରହିଥାଏ। ଯାହାକି ଆମେ ଶୁଣିଛୁ ଯେ ମାନେ ବିଶ୍ୱାବସୁଙ୍କର ଆରାଧ୍ୟ ଦେବତା ଥିଲେ ନୀଳମାଧବ। ତେଣୁ ସେ ମାଧବଙ୍କର ସ୍ୱୟଂ ଅବତାର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତ ରତ୍ନ ସିଂହାସନରେ ଯେଉଁ ଚତୁର୍ଦ୍ଧା ଦାରୁ ବିଗ୍ରହ ବିରାଜମାନ କରିଛନ୍ତି, ବିଶ୍ୱାବସୁ ସେବକଙ୍କର କେବଳ ସେ ଜଗନ୍ନାଥଙ୍କ ସେବା ନିହିତ ଅଛି ନା ଚାରିବାଡ଼ରେ ତାଙ୍କ ସେବାର ମଧ୍ୟ ଅଧିକାର? ଶୁଣନ୍ତୁ, ସେଠି ମହାପ୍ରଭୁଙ୍କର ପଛରେ ଆମର ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଆମର ଭୋଗ ରାଗ ଯାହା ବି ହୁଏ ସବୁ ତାପରକୁ ହୁଏ। ଏଇନେ ଯେଉଁ କଥାଟି ମୁଁ କହିଲି, ଯେଉଁ ଜଳଖିଆ ଭୋଗଟି ମହାପ୍ରଭୁଙ୍କର ପ୍ରଥମେ ବିଶ୍ୱାବସୁ ହାତରେ ବଢ଼ାଯାଏ, ସେ ସବୁ ଠାକୁରଙ୍କ ପାଇଁ ବଢ଼ାଯାଏ। ଆମେ ବାଡ଼ି ଦେଇ ଆସି ସାରିଲା ପରେ ପୂଜା ପଣ୍ଡା ତାକୁ ସେବା କରନ୍ତି। ଆହୁରି ଅନ୍ୟାନ୍ୟ ସେବା ସବୁ ଅଛି ସେଇ ସମୟରେ। ତେଣୁକରି ଏଇଟା ପ୍ରମୁଖ ସେବା, ଏଇଟା ପ୍ରତ୍ୟେକ ଦିନ ବିଶ୍ୱାବସୁର ଏଇଟା ହେଲା ସେବା। ତେଣୁକରି ଦୈତାପତିଙ୍କର ପରିବାର ହେଲେ ବିଶ୍ୱାବସୁ ହେଲେ ପରିବାରରୁ ତାଙ୍କର ହେଡ଼
ତେଣୁକରି ଏହି ହିସାବରେ ଆମେ ସେ ସେବା କରିଆସୁଛୁ।